समृद्ध होई केमिति आगकू बढ़ी चली आसंतु देखिबा। कृषि कृषि उन्नति ही राज्यर प्रगति संभव। कृषि और कृषकर उन्नति में सरकार अव्याहत प्रचेषा रही। विहन जोगाण बलद क्रय और सार जोगाण क्षेत्र में कृषक रिहाती दर प्रवर्तन रही। हाँ एवं कृषक मैंने निज अमल धान को बाहर बिक्री न करी निज ब्लॉक मंडी रे नहीं क्विंटल पिछा 3100 टंका लेखाएं पाई पारुछथि। सेउठु भित्तिप्रस्तर स्थापन है आम ओडिशा। शिक्षा शिक्षा बिना राज्यर प्रगति असंभव। तेणु शिक्षार गुणात्मक विकास निमंते तृणमूल को सुदृढ़
2020 ଶିକ୍ଷାନୀତି ଅନୁସାରେ 5+3+3+4 ଢାଞ୍ଚାରେ ପାଠପଢ଼ା ନୀତି ଲାଗୁ କରାଇ ବାଲବାଟିକାକୁ ପ୍ରାଥମିକ ଶିକ୍ଷାରେ ସାମିଲ କରାଯାଇଛି। ସୁସ୍ଥ ସୁନ୍ଦର ସମାଜଟିଏ ଗଢ଼ିବା ପାଇଁ ନାରୀର ଭୂମିକା ଅତୁଳନୀୟ। ସେଇଥିପାଇଁ ନାରୀ ସଶକ୍ତିକରଣ ନିମନ୍ତେ ଓଡ଼ିଶା ସରକାର ବ୍ୟବସ୍ଥା କରିଛନ୍ତି ସୁଭଦ୍ରା ଯୋଜନା। ଏହି ଯୋଜନାରେ 21 ବର୍ଷ ବୟସରୁ ଉର୍ଦ୍ଧ୍ୱ ଝିଅମାନେ ଯେଉଁମାନେ ଷ୍ଟାଇପେଣ୍ଡ ପାଉନଥିବେ ଏବଂ ମହିଳାମାନଙ୍କୁ ଦିଆଯାଉଛି 50,000 ଟଙ୍କା। ଫଳରେ ନାରୀ ସ୍ୱାବଲମ୍ବୀ ହେବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ହାତ ସହ ହାତ ମିଳେଇ ପାରୁଛନ୍ତି। ପକ୍କା ପୋଲ ଦ୍ୱାରା ସଂଯୋଗ ହେଲା ଉପାନ୍ତ ଅଞ୍ଚଳ। ପ୍ରଶସ୍ତ ହେଲା ରାଜ୍ୟ ରାଜପଥ। ପୁଷ୍ଟିକର ଖାଦ୍ୟ। ସୁସ୍ଥ ଶରୀର ହିଁ ସୁସ୍ଥ ମସ୍ତିଷ୍କ ଗଠନ କରିଥାଏ। ସୁସ୍ଥ ଶରୀର ପାଇଁ ଲୋଡ଼ା ପୁଷ୍ଟିକର ଖାଦ୍ୟ। ତେଣୁ ଆମ ରାଜ୍ୟ ସରକାର ପୁଷ୍ଟିକର ଖାଦ୍ୟ ନିମନ୍ତେ ବିଦ୍ୟାଳୟମାନଙ୍କରେ ପ୍ରତି ପିଲାଙ୍କୁ ଗୋଟେ ଗୋଟେ ମାଣ୍ଡିଆ ଲଡ଼ୁ ଦେବା ସହ ମଧ୍ୟାହ୍ନ ଭୋଜନରେ ସପ୍ତାହକୁ 3 ଦିନ ଅଣ୍ଡା ଦିଆଯାଉଛି। ଆଉ ହଁ, ମଧ୍ୟାହ୍ନ ଭୋଜନକୁ ଏବେ 8ମ ଶ୍ରେଣୀ ପର୍ଯ୍ୟନ୍ତ ସୀମିତ ନ ରଖି 9ମ ଓ 10ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିଛନ୍ତି।